ଆପଣଙ୍କର ହାତ କରିବ ଅର୍ଶ ମଳକଣ୍ଟକ ରୋଗକୁ ଭଲ। ହଁ, ଆପଣଙ୍କର ଯଦି ପାଇଲ୍ସ ବା ହିମୋରଏଡ୍ ବା ଅର୍ଶ ରୋଗ ଅଛି ବା ଫିସର ବା ମଳକଣ୍ଟକ ରୋଗ ଅଛି ତ ଆପଣ କେବେ ବି ଆଉ ଭବିଷ୍ୟତରେ ହଇରାଣ ହେବେ ନାହିଁ। ନା ଯିବେ ହସ୍ପିଟାଲ, ନା ଡକ୍ଟରଙ୍କୁ ଦେଖାଇ ଏହାର ଚିକିତ୍ସା କରିବାର ଆଉ ଆବଶ୍ୟକତା ପଡ଼ିବ। ଆପଣ କ'ଣ କରିବେ? ଯଦି ଅର୍ଶ ମଳକଣ୍ଟକ ରୋଗ ଅଛି, ଆପଣ ସବୁ ଖାଦ୍ୟ ଖାଇବେ, କୌଣସି ଖାଦ୍ୟ ଖାଇବା ବନ୍ଦ କରିବେ ନାହିଁ। ବହୁତ ପାଣି ପିଇବେ, 3 ଲିଟର ପର୍ଯ୍ୟନ୍ତ ପାଣି ପିଇବାକୁ ଚେଷ୍ଟା କରିବେ। ଆଉ ଆପଣ ନିଜର ବାମ ହାତର ଏହି 2ଟି ଆଙ୍ଗୁଳି ବା ଆଙ୍ଗୁଠି ଭିତରୁ ଗୋଟିଏ ଆଙ୍ଗୁଳି ଦ୍ୱାରା ପ୍ରତ୍ୟେକ ଥର ଲେଟ୍ରିନ୍ ଗଲା ପରେ ବା ଲେଟ୍ରିନ୍ ଯାଇ ସଫା ହେଲା ବେଳେ ମଳଦ୍ୱାରରୁ ରହିଯାଇଥିବା ମଳକୁ ଧୀରେ ଧୀରେ ଆଙ୍ଗୁଳି ପୁରାଇ ସଫା କରିବାକୁ ଚେଷ୍ଟା କରନ୍ତୁ ଏବଂ ତାପରେ ନିଜର ହାତକୁ ଭଲ ଭାବରେ ସାବୁନରେ ସଫା କରି ନିଅନ୍ତୁ। ଦରକାର ପଡ଼ିଲେ ଉଷୁମ ପାଣି ସାବୁନ ଦ୍ୱାରା ମଧ୍ୟ ହାତକୁ ସଫା କରିପାରିବେ। ଏହା ଆପଣ ପ୍ରତ୍ୟେକ ଥର ଲେଟ୍ରିନ୍ ଗଲା ପରେ କରିବେ। ଏହା କରିବା ଦ୍ୱାରା ନା ରହିବ ମଳଦ୍ୱାରରେ ମଳ, ନା ହେବ ଅର୍ଶ ମଳକଣ୍ଟକ ରୋଗ।